ଓଡ଼ିଆ କବିତାରେ ଝିଅ ବାପା ମା ସ୍ୱାମୀ ସ୍ତ୍ରୀ ହୋଇ ଯେଉଁ ପିଲା କରନ୍ତି, ସନ୍ତାନ ସନ୍ତତି ଉତ୍ପାଦନ କରିଥାନ୍ତି, ସେମାନଙ୍କ ମଧ୍ୟରେ ପୁଅ ସହିତ ଝିଅ ଥାଏ। ଝିଅ ବାପା ମାଙ୍କର ଅପର ସନ୍ତାନ। ତେବେ ଝିଅର ସ୍ଥାୟିତ୍ୱ ବାପା ଘରେ ଖୁବ୍ କମ୍ ବୟସର ହୋଇଥାଏ। ମାତ୍ର ତାହାର ବିବାହଯୋଗ୍ୟା ବୟସ ପର୍ଯ୍ୟନ୍ତ। ବିବାହ ପରେ ବା ବିବାହ ଉପରାନ୍ତେ ଝିଅ ଅନ୍ୟର ହୋଇଯାଏ, ଯେଉଁଥିରେ ଥାଆନ୍ତି ଝିଅର ସ୍ୱାମୀ, ତାର ଶାଶୁ ଶ୍ୱଶୁର ଓ ସେହି ଘରର ଅନ୍ୟାନ୍ୟ ଲୋକମାନେ। ଝିଅ ଏହା ପରଠୁ ହୋଇଯାଏ ବାପଘରର କୁଣିଆ ବା ଅତିଥି। ଝିଅ ବାପଘରକୁ ଆସେ, ହେଲେ ପୁଅ ଭଳିଆ ବାପଘରେ ସ୍ଥାୟୀ ହୋଇ ରହିଯାଇ ନଥାଏ। ଆସେ, ବୁଲିକି ଚାଲିଯାଏ। ତାର ଏହି ପ୍ରକାର ରହିବା ହୋଇଥାଏ ଅସ୍ଥାୟୀ। ତେବେ ବିଶେଷ ପରିସ୍ଥିତିରେ ଯଦି ବାପାଙ୍କର ପୁଅ ସନ୍ତାନ ନଥାଏ, ସେଇଠି ଝିଅ ବାପାଙ୍କର ଚାହିଁବାରେ ହୋଇଯାଏ ଘର ଜୋଇଁଆଙ୍କର ରହିବା ମାଫିକେ ପୁଅର ଏକ ଭ୍ରାନ୍ତ ଭୂମିକା। ଜୀବନ ନାଟକରେ ନିର୍ବାହ କରେ। ନହେଲେ ବୁଢ଼ାକାଳେ ବାପା ମାଙ୍କୁ ଦେଖଭାଲ କରିବା ଦୁହିଁଙ୍କର ଦତ୍ତକ ନେବ କିଏ? ଝିଅ ହିଁ ନେବାର ରକ୍ତଗତ ସମ୍ପର୍କୀୟ ଅଧିକାର ଅଛି। ପରନ୍ତୁ ଏହାର ଆହୁରି ଏକ ବିକଳ୍ପ ପ୍ରତିବିଧାନ ମାନବ ସମାଜ କରିଦେଇଅଛି ପୋଷ୍ୟପୁତ୍ରର ସୂତ୍ରରେ। ତଥାପି ପୁଣି କଥା ରହିଅଛି, ମାନବ ସଂସାରରେ କି ପୋଷା ପୁଅ ଗୁଞ୍ଜା ରୁହ। ନିଜ ପୁଅ ଯୋଉଠି ନିଜର ହେଉନାହିଁ, ସେଠି ପୋଷା ପୁଅରେ ଅବା କିବା ଭରସା। ତଥାପି ସଂସାର ଏମିତି ଚାଲେ, କାରଣ ଆମର ପିତୃକୈନ୍ଦ୍ରିକ ମାନବୀୟ ସମାଜରେ ପ୍ରଗତିଶୀଳ ଚିନ୍ତାଧାରା ଖୁବ୍ କମ୍। ଆମ ବୁଦ୍ଧିକୁ ଆସେ, ଧକ୍କା ଦେଇ ନୂତନ ଚିନ୍ତା ବତାଏ। ଆମେ ମାନବେ ଭାରି ପ୍ରଥାବାଦୀ। ଶଗଡ଼ ଗୁଳାରେ ଯିବା ଅଭ୍ୟସ୍ତ ଜନସାଧାରଣ। ଯାହା ଚାଲୁଅଛି ତାହା ଚାଲୁଥାଉ, କିଏ ଏତେ ବଦଳ ବଦଳାଉଅଛି? ବଦଳାଇ ନୂତନ ସ୍ୱଭାବ ପରିବାରରେ ଆଣୁଅଛି। ଅତଏବ ଅଗତ୍ୟା ପୋଷା ପୁଅ କରିବା, ହେଉ ପଛେ ସେ ଗୁଞ୍ଜା ରୁହ, ତେଣିକି ଦେଖାଯିବ। ବଂଶରକ୍ଷା ପୁଅ କରେ, ଝିଅ କ'ଣ କରାଏ? ଏସବୁ ହେଉଛି ରୂଢ଼ିବାଦୀ ରକ୍ଷଣଶୀଳ ଚିନ୍ତାଧାରା, ପୁରୁଣା ଗତବନ୍ଧା ସଂସ୍କୃତି। ଅବଶ୍ୟ ଆଜିକାଲି ବା ସମ୍ପ୍ରତି ସେ ପ୍ରକାର ପୁରୁଣା ପୋକଖିଆ ଅପସଂସ୍କୃତି ନାହିଁ। ସଂସ୍କୃତି ବଦଳି ଯାଇଅଛି। ପୁଅ ଝିଅ ସମାନ ମର୍ଯ୍ୟାଦା ପାଇଛନ୍ତି। ଭାଷାର ସାହିତ୍ୟରେ କବିତା ବା ପଦ୍ୟ ସୃଷ୍ଟିରେ ଆଦ୍ୟ ବା ପ୍ରଥମ, ଯାହାକି ଜଡ଼ ବାହ୍ୟ ପ୍ରକୃତି ମାନବ କବିକୁ ଦେଇଅଛି। ଲୋକେ କହିଥାନ୍ତି, ଲୋକଙ୍କୁ ମାନି ମୁଁ ବି କହୁଅଛି, ମତର ସାର୍ବଜନୀନ ସ୍ଥିତିର ସୁରକ୍ଷାରେ ଥାଇ। ସାହିତ୍ୟ କହିଲେ ଜୀବନର ସୃଜନଶୀଳ କଳାତ୍ମକ ବ୍ୟାଖ୍ୟା। ଯେଉଁ ଜୀବନରେ ମନୁଷ୍ୟ ହିଁ ମୁଖ୍ୟ, ଇତର ଜୀବବିଶେଷ ପରବର୍ତ୍ତୀ ସମୟରେ ସାହିତ୍ୟର ମହନୀୟ ପରିବେଶ ବାତାବରଣ ମଧ୍ୟକୁ ଆସିଛନ୍ତି। ପ୍ରଥମେ କିନ୍ତୁ ନର, ଯେଉଁଥିରେ ନାରୀ ବି ସାମିଲ ବା ସଂଯୁକ୍ତ। ସାହିତ୍ୟରେ ସୃଜନଶୀଳତା ଦେଖିବାରେ ଆସେ, ବୁଦ୍ଧି ଦେଇ ପଶେ, ଆଉ କଳାତ୍ମକ ବା ଆର୍ଟିଷ୍ଟିକ ହୁଏ କୌଶଳ ବା ଟେକନିକର କୁଶଳୀତ୍ୱରେ। କଳା ମୂଳତଃ ବା ସର୍ବାଦୌ ପୋଖତୀକରଣ ମନନଶୀଳ ବିଦ୍ୟା। ମନରେ ଉଦ୍ଗତ, ଲେଖନୀରେ ଦର୍ଶିତ। ପାଠକ ପଢ଼ିକି କହେ, ଆହା, ଲେଖାଟି କି ସୁନ୍ଦର ହୋଇଛି, ଯାଉଛି ମୁଁ ଏହାକୁ କପି କରିଦେବି, ପରର ଧନ ଆପଣେଇ ନେବି। ଏହା ତ ଚୋରି ଚୌର୍ଯ୍ୟବୃତ୍ତି। ପରଲୋକରେ ଆଉ ଥରେ ଜୀବନ ପାଇ ଶରୀର ଏହାର ପରିଣାମ ଈଶ୍ୱରଙ୍କ ଦ୍ୱାରା ଭୋଗିବାର ଧମକ ପୁରାଣ ଶାସ୍ତ୍ରରେ ପ୍ରଦାନ ଅଛି। ମଣିଷ ମାନିଲେ ହେଲା, କାରଣ ସାଙ୍ଗେ ସାଙ୍ଗେ କିଛି ତ ହେବନି, ଅପେକ୍ଷା ପରେ ଯାଇ ଅସୁବିଧା ଜଣାପଡ଼ିବ। ହେଲେ ସେତେବେଳେ ନେଡ଼ିଗୋଡ଼ କହୁଣୀକୁ ବୋହି ସାରିଥିବ। ହାତରୁ ଖସିଲେ ପରା ଅଣଆୟତ୍ତ, ତୁ ବୁଝିନୁ କି? ଧେତ୍ ବୋକା ହତଭାଗା ଚଣ୍ଡାଳ, ଏବେ ମଜା ପା, ହାତ କଟା ହେବ। ବାରମ୍ବାର ପୁଣି ଶତବାର ଅକ୍ଷୟ ଅସରନ୍ତି ଶାସ୍ତି। ଅବୁଝା ଲୋକ ଖାଏ ଛତର। ଆମେ କିନ୍ତୁ ବୁଝିବାର ପାରିବାର ଯଦିଓ ନୁହଁ,
ତେବେ ମଣ ହେବାରେ ତ ଅସୁବିଧା ନାହିଁ। ଓଡ଼ିଆ ଭାଷାର କବିତା ଓଡ଼ିଆ, ପ୍ରାଚୀନତା ଏବଂ ନବୀନତା ହେଲା କାଳବାଚକ ପ୍ରଭେଦତା। ହେଲେ ଜୀବନର ଧାରା ବିବର୍ତ୍ତନହୀନ, ଯେଉଁଥିରେ କେବଳ ଚଳିବା ଅଛି। ପରିବର୍ତ୍ତନ ନଥିବାରୁ ହିଁ ସାରା ବିଶ୍ୱ ଭାଷାର ବିଭେଦିତ ସାହିତ୍ୟ ମଣିଷର ଆଗ୍ରହୀ ପଠନ ପାଇଁ ଏକ ସମନ୍ୱିତ ହୋଇଯାଏ। ଓଡ଼ିଆ କବିତାରେ ଅନୁବାଦ ପ୍ରକ୍ରିୟା ଏହି ସମାନତାପଣକୁ ଆପଣେଇ ନିଜର କରି ନେଇଅଛି। ଯେମିତି ଉଇଲିୟମ ୱାର୍ଡସୱାର୍ଥଙ୍କର ଦି ସଲିଟାରୀ ରିପର କବିତାକୁ ଅଧ୍ୟାପକ ନାରାୟଣ ମୋହନ ଦେ ଏକାକିନୀ କୃଷକ କାମିନୀ ନାମରେ ଏବଂ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ ଦେଖ ଏକାକିନୀ କେଦାର କୋଳେ ନାମରେ ଅନୁବାଦ କରି ଓଡ଼ିଆ ପାଠରେ ପାଠ୍ୟ ପ୍ରଚଳିତ କରାଇବାର ସୌଭାଗ୍ୟଦୀପ୍ତ ପ୍ରତିଭାଧର ହୋଇପାରି ଜୀବନ ଯୋଉଠି ସମାନ, ସାହିତ୍ୟ ସେଇଠି ସମାନ। ଭାଷା ଅଲଗା କରାଇ ପାରିବ ନାହିଁ ଭାଷାନ୍ତରରେ। ତେଣୁ ଅନୁବାଦକୁ ଧନ୍ୟବାଦ ଦେବା ଉଚିତ। ବର୍ଷା ଦାସଙ୍କର କଳସା ଚଉତିଶାରେ କଳସୀ ବା ମାଠିଆ ଶୁଭ ପରିଣୟର ଶୁଭ ସ୍ଥାପନ। ପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କୁଆଡ଼େ ଓଡ଼ିଆ ମଣିଷର ଶୁଭ ହୋଇଥାଏ। ସୁତରାଂ କଳସା ବା କଳ୍ପନାର ଚତୁର୍ଦ୍ଦିଗ ଚଉତିଶାର 34 ଗୋଟି ବ୍ୟଞ୍ଜନବର୍ଣ୍ଣକୁ ପାଦ ଆଦ୍ୟରେ ରଖି ପଦରଚନା ଧାରାରେ ଚଉତିଶା ପଦ୍ୟକୁ କବି କଳ୍ପନା କରି ଯୁବତୀ ଝିଅର ବୁଢ଼ା ବରର ଦୁଶ୍ଚିନ୍ତା, ପରବର୍ତ୍ତୀ ବୈବାହିକ ସୁଦୂର ସୁନ୍ଦର ଦାମ୍ପତ୍ୟ ପାରିବାରିକ ଗାର୍ହସ୍ଥ୍ୟ ଜୀବନକୁ କେମିତି ଖରାପ କରି ନ ଦେଉ, ଏହା ଭାବି ଶିବ ମଙ୍ଗଳମୟ ଦୁଃଖ ହରଣକାରୀ ହର ପାର୍ବତୀ, ଯିଏକି ହିମାଳୟ ହୈମବତୀ ଦୁଲାଳୀ କନ୍ୟା ମନସ୍ତତ୍ତ୍ୱ ମନୋଭାବ ବା ସାଇକୋଲୋଜିରେ ବୁଝିଥିଲେ ବୋଲି ବିବାହ ପରେ ହାତଗଣ୍ଠି ପଡ଼ିବା ଉପରାନ୍ତେ ମଧୁରେଣ ସମାପୟେତ୍ ରେ ବିବାହର ମାଙ୍ଗଳିକ କାର୍ଯ୍ୟକ୍ରମ ଉଦ୍ଯାପିତ। ଆଗେ ପାର୍ବତୀଙ୍କର ସଖୀମାନେ ଯେଉଁ ନିନ୍ଦୁଥିଲେ, ଏକାନ୍ତରେ ପାର୍ବତୀଙ୍କୁ ବଧୂ ବେଶରେ ଦେଖି ତୁମ ବାପା ତୁମ ପାଇଁ କେମିତି ହଡ଼ା ବଳଦ ଚଢ଼ା ଖୁଁ ଖୁଁ କାଶୁଆ ଆଖିରୁ ନେଞ୍ଜରା ବୁହା ଥର ଥର କାଳିଆ ବିଚିକିଟିଆ ଲୋକ ଧରାରେ ସ୍ଥିର ବସା ବୁଢ଼ା ବରକୁ ଚଏସ୍ କଲେ ବା ବୟସର ପୁଣି ପ୍ରଭାବ ଜୀବନରେ ଅଛି ନା? ଯୋଉ ବୟସରେ ଯାହା ଟୋକାକୁ ଟୋକୀ ଯୁବକକୁ ଯୁବତୀ ସିନା ବିବାହ ହେଲେ ଶୋଭା ପାଏ, ଆଉ ଏ ଅଦରା ଘୁଣଖିଆ ଗାତପୋଷା ବୁଢ଼ାକୁ ଛନଛନିଆ ସୁଗଠିତା ରୂପଶ୍ରୀ ତରୁଣୀ କ'ଣ ଶୋଭାନନ୍ଦ? ମାନବୀୟ ମନସ୍ତତ୍ତ୍ୱର ସୁନ୍ଦର ଅବଧାରିତ କାଳଜୟୀ ଅମର ଐକିକ ପଦ୍ୟ ସାହିତ୍ୟ କୃତି ଓଡ଼ିଆ ଭାଷାର ଅତୁଳନୀୟ କାବ୍ୟ ସମ୍ପଦ କଳସା ଚଉତିଶା। ଓଡ଼ିଆ କାବ୍ୟକାର କବିବର ରାଧାନାଥ ରାୟଙ୍କର ପାର୍ବତୀ କାବ୍ୟର କଞ୍ଚୁକିର ଭାବନା ପଦ୍ୟରେ ବାପା ଗଙ୍ଗେଶ୍ୱର ଝିଅ କୌଶଲ୍ୟାଙ୍କୁ ନିଜେ ବଳବୀର୍ଯ୍ୟ ଔରସ୍ୟ ଦେଇ ଯେଉଁ ଜନ୍ମ କରି ଦୁଇ କୁଳକୁ ହିତକାରୀ ଦୁହିତାର ବାପା ଗୌରବ ପ୍ରାପ୍ତ ହୋଇ ଆଣ୍ଠୁକୁଡ଼ା ଅପବାଦରୁ ମୁକ୍ତ ହୋଇଥିଲେ, ସେ କେମିତି ଝିଅକୁ ରେପ୍ ବା ଧର୍ଷଣ କରି ପିତୃତ୍ୱର ମହାନ୍ ବୋଧରେ କଳଙ୍କର କାଳିମା ଲେପିଲେ, ଯାହା ପାଇଁ ଆଜି କୌଶଲ୍ୟା ଗଙ୍ଗ ପୁଷ୍କରିଣୀ ସେହି ଅପକୀର୍ତ୍ତିର ଅପବାଦ ମୁଣ୍ଡେଇ ଉଭା। ଏମିତି ବି ଅଭାଗିନୀ ଝିଅ ଓଡ଼ିଆ କାବ୍ୟରେ ଥାଇ ପିତା ଦୋଷରେ ଦୋଷୀ ହୋଇ ଧଉଳି ପର୍ବତର ବାମ୍ଫି କୂଅରେ ଗର୍ଭବତୀ ଥାଇ ଜୀବନ୍ତ ସମାଧିପ୍ରାପ୍ତ ହୋଇ ପାର୍ବତୀ ରାଣୀଙ୍କୁ ନିଜର ପ୍ରେତାତ୍ମା ଦେଖାଇ ପିତୃହତ୍ୟାରେ ସ୍ୱାମୀ ହତ୍ୟାର ପାପିନୀ କରାଇ ରାଣୀ ପାର୍ବତୀଙ୍କୁ କରାଇଛନ୍ତି ଆତ୍ମହତ୍ୟାର ପାପାଚାରର ଶିକାର। ଉଇଲିୟମ ସେକ୍ସପିୟରଙ୍କର ହାମଲେଟ୍ ନାଟକ, ଆସ୍କାଇଲାସଙ୍କ ଆଗାମେମ୍ନନ୍ ନାଟକ ଏବଂ ମାଦଳା ପାଞ୍ଜିର ଆଧାରରେ ରଚିତ ପାର୍ବତୀ କାବ୍ୟ କେହି ରହି ନାହିଁ ରହିବେ ନାଇଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ, କିମ୍ବା ଇଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ଏହା ପକାନ୍ତି ହେଳେ ପାଶୋରିର ସୁନ୍ଦର କାଳଜୟୀ ଦୁଇ ପଦ ସେହି ପାର୍ବତୀ ନାମକ ଅସମ୍ପୂର୍ଣ୍ଣ କାବ୍ୟର। ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କର ପ୍ରଣୟବଲ୍ଲରୀ କାବ୍ୟରେ କଣ୍ୱ ମୁନିଙ୍କର ପାଳିତା କନ୍ୟା ଶକୁନ୍ତଳାଙ୍କର ପତିଗୃହ ଯାତ୍ରା ବା ତପୋବନରୁ ବିଦାୟ ନାମକ ପୂର୍ବେ ପାଠମାଳା ସାହିତ୍ୟ ବହିର ସପ୍ତମ ଶ୍ରେଣୀର ପଦ୍ୟରେ ପଠିତ ଥିଲା। ଝିଅକୁ ପାଖରେ ବସାଇ କଣ୍ୱ ମୁନି ଯେଉଁ ଉପଦେଶ ଦେଇଥିଲେ, ନାବ ବିନା କେହି ସାଗରେ ପଶିଲେ ଲଭଇ ଘୋର ବିପଦ, ସଂସାର ସାଗର ପାଇଁ ମହାପତ ଏକମାତ୍ର ସ୍ୱାମୀପଦ। ଉପରୋକ୍ତ ପଦଟି ସେଥିମଧ୍ୟରୁ ଗୋଟିଏ। କବିକୁଳ ତିଳକ କାଳିଦାସଙ୍କର ଅଭିଜ୍ଞାନମ୍ ଶାକୁନ୍ତଳମ୍ ସଂସ୍କୃତ ନାଟକର ଓଡ଼ିଆ କାବ୍ୟରୂପ ପ୍ରଣୟବଲ୍ଲରୀ ବୋଲି ସମୀକ୍ଷକେ କହିଛନ୍ତି। ଏଥିରେ ଆଉ
ଦୁଇଟି ଝିଅ ଅଛନ୍ତି, ଅନସୂୟା ଓ ପ୍ରିୟମ୍ବଦା, ଯିଏକି ଶକୁନ୍ତଳାଙ୍କର ସଖୀଦ୍ୱୟ। ପ୍ରିୟମ୍ବଦା ଥଟ୍ଟା ପରିହାସ ପ୍ରିୟ ହୋଇ ଏକଦା ଶକୁନ୍ତଳା ଦୁଷ୍ମନ୍ତଙ୍କୁ ବାରମ୍ବାର ପଛ ବୁଲାଇ ଚାହୁଁଥିବା ବେଳେ କହିଛି, କୁରୁବକ କଣ୍ଟା ଲାଗିଗଲା ବୋଲି ସଖୀଙ୍କି କହିଲା ଛଳି। ପ୍ରିୟମ୍ବଦା ବୋଲେ ପୁରୁବକ କଣ୍ଟା ମୀନାକ୍ଷୀ ଗଲା କି ଗଳି। ପଲ୍ଲୀକବି ନନ୍ଦକିଶୋର ବଳଙ୍କର ପାର୍ବଣ ନାମକ କବିତାରେ ଗରିବ ଭିକାରୁଣୀ ଦରିଦ୍ର ନିରିମାଖୀ ଝିଅଟି ମେଳା ବଜାର ମହୋତ୍ସବରେ ପଇସା ଅର୍ଥ ନଥିବାରୁ ଭୋକିଲା ଲୋଭନୀୟ ଆଖିରେ ଛୋଟ ପିଲା କୁନି ଭାଇଟିକୁ କାଖରେ କୋଳରେ ଧରି ଅସହାୟ ଦୃଷ୍ଟିରେ ପୁଅ ଝିଅ ଥିଲାବାଲା ଘରର ପୁଅ ଝିଅମାନେ ଖୁସିରେ ମେଳାରେ ବୁଲି ମିଠେଇ ବା ମିଷ୍ଟାନ୍ନ ଖାଉଛନ୍ତି, ବେଲୁନ୍ କିଣୁଛନ୍ତି, ଖେଳନା ଧରିଛନ୍ତି, ଅଥଚ ନିରିମାଖୀ ଦରିଦ୍ର ଝିଅର ଭାଗ୍ୟଟି ପଥର ତଳେ ଚାପି ହୋଇ ରହିଯାଇଛି। କେବଳ ଲୁହଭରା ଆଖିରେ ଅସହାୟ ହୋଇ ଚାହିଁଛି, ଛଡ଼େଇ ନେଇ ପାରୁନି। କବି ଦରଦୀ ସମବେଦନଶୀଳ ବୋଲି ଝିଅର ଚରିତ୍ରକୁ ଅନ୍ନପୂର୍ଣ୍ଣା ଦେବୀ କରାଇ ଚିତ୍ରଣ କରିଛନ୍ତି। କବିତା ପଢ଼ିଲେ ପାଠକ ଜାଣିପାରିବ ଗରିବ ଝିଅଟି କେମିତି କବି ଦୃଷ୍ଟିରେ ଅନ୍ନପୂର୍ଣ୍ଣା ହେଲା। ନନ୍ଦକିଶୋର ବଳଙ୍କର ଜେମାଦେଇ କବିତାରେ ଯୁବତୀ ବଢ଼ିଲା ଝିଅର ବୁଢ଼ା ବର ବିବାହ କରି ଅକାଳରେ ବୈଧବ୍ୟ ଯାତନା ଦୁର୍ଦ୍ଦଶାର ଅପସଂସ୍କୃତିକୁ କୁସଂସ୍କାରକୁ ଚିତ୍ରଣ କରାଯାଇଛି। ରାଜକୁମାରୀ ନାମପ୍ରାପ୍ତ ଜେମାଦେଇ, ଅଥଚ ଭାଗ୍ୟ ଗରିବର ଅଭାବର ଯୁବ ସୁନ୍ଦର ସୁଠାମ ସ୍ୱାସ୍ଥ୍ୟବାନ ସ୍ୱାମୀ ନଥିବାର। ପଡ଼ାର କୂଅକୁ ପାଣି ଆଣି ଗଲାବେଳେ ଯୁବକମାନଙ୍କର ମନ୍ତବ୍ୟ ଟିପ୍ପଣୀ ଜେମାଦେଇଙ୍କୁ ବାଧିଛି। ନନ୍ଦକିଶୋର ବଳଙ୍କର ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନ କବିତାରେ ଝିଅର ବିବାହ କାମନାରେ ଶିବଙ୍କୁ ଆରାଧନା ପୂଜିବା ଛଳରେ ରାଜକନ୍ୟା ଚମ୍ପାବତୀ କେମିତି ରୂପରାଇଜର ରାଜକୁମାର ସୁଠାମ ବଳିଷ୍ଠ ସ୍ୱାସ୍ଥ୍ୟବାନ ଯୁବକଙ୍କର ହାତ ଧରି ପାଣି ଗ୍ରହଣ କରିବାର ସ୍ୱପ୍ନ ଦେଖିଛନ୍ତି। ପ୍ରତ୍ୟେକ ଯୁବତୀ ଝିଅର ବିବାହ ଆଶାରେ ଏ ପ୍ରକାର ସ୍ୱପ୍ନ ଦେଖା ଅତ୍ୟନ୍ତ ସାଧାରଣ କଥା। ଯେମିତି ବକୁଳବନର କୋକିଳ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର କାଳିଜାଇ ନାମକ ଗାଥା ଏବଂ ଶୋକ ଗୀତିକାରେ ବାଲାଡ ଏବଂ ଏଲିଜି କବିତାରେ ଚିଲିକା ମଧ୍ୟସ୍ଥ ପାରିକୁଦ ଗଡ଼କୁ ଶାଶୁଘରକୁ ବୋହୂ ହୋଇ ଗଲାବେଳେ ନୌକାରେ ଥାଇ ବାପାକୁ କହିଛି, କବିତାରେ ସଦା ବଞ୍ଚିକି ରହିକି, ବର ବୋଲି ଯାର ଧରାଇଲ ହାତ କିତାର ଦେଖିଲ ସିରି, ରୂପ ବିଦ୍ୟା ଆଉ ବିଭବ ବାପା ହେ ତିନିହେଁ ତିନିଙ୍କି ବଳି, ଏଡ଼େ ହୀନିମାନ କରିବାକୁ ଯେବେ ମନରେ ଥିଲା ବିଚାର, ଏନ୍ତୁଡ଼ିଶାଳଟି କିମ୍ପାଇଁ ବାପା ହେ ତଣ୍ଟି ଚିପି ନ ମାରିଲ, ଝିଅକୁ ନିଶ୍ଚିନ୍ତେ ଦେଇଛୁ ପଠାଇ ବନସ୍ତକୁ ଜାଣୁ ଜାଣୁ, କପାଳ ଆଦରି ଯାଉଛି ବଉଲ, ପାଶୋରି ନ ଦେବୁ ମନ। ଜାଇ ନାମକ ଝିଅଟି ଚିଲିକାର ଆକସ୍ମିକ ଆଗତ ଝଡ଼ ତୋଫାନରେ ମରିଯାଇ ସଲିଳ ସମାଧି ଲଭିଛି, ହେଲେ ମାନବୀରୁ ଉଠି ଦେବୀରେ ହୋଇଛି ରୂପାନ୍ତରିତ। କାଳିଜାଇ ଠାକୁରାଣୀ ପଦବାଚ୍ୟ ହୋଇ ପ୍ରେତାତ୍ମା ରୂପରେ ପାହାଡ଼ରେ ଘୂରି ବୁଲି କବିକଣ୍ଠରେ ପଦଟିଏ ସୃଷ୍ଟି କରିଛି ଏହିପରି, ସୂର୍ଯ୍ୟ ବୁଡ଼ିଗଲେ ନିଶବଦ ଯେବେ ହୁଏ ପ୍ରତି ସଞ୍ଜ ବେଳେ, ଏକା ହୋଇଯାଇ ଲୋକେ କହନ୍ତି ଲୋ, ବୁଲୁ ଯେ ଥାଏ ପାହାଡ଼େ। କବିତାଟି ଆକାଶବାଣୀ କଟକ କେନ୍ଦ୍ରରୁ ନାଟ୍ୟ ରୂପରେ ଗ୍ରହଣ କରି ଅସଂଖ୍ୟ ଶ୍ରୋତାଙ୍କର ଆଦର ପାଇଅଛି। ଅତୀତରେ ଏକଦା IAS ଅଫିସର ଥିବା ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ରଚିତ ଝିଅ ପାଇଁ ଗୋଟିଏ କବିତାରେ ଶାଶୁଘର ଯାଉଥିବା ଝିଅକୁ କବି ପ୍ରବୋଧନା ଦେଇ ବୁଝାଇ ଉପଦେଶ ଛଳରେ କହିଛନ୍ତି, ହେ ମା ମୋର, ତୁ ବିବାହ କରି ପରିଣୟ ସୂତ୍ରରେ ଆବଦ୍ଧ ହୋଇ ଘର କରିବୁ, ସ୍ୱାମୀ ସ୍ତ୍ରୀର ଜାୟାପତିର ଦାମ୍ପତ୍ୟର ଧୈର୍ଯ୍ୟଶୀଳା ବୁଦ୍ଧିମତୀ ହେବୁ, ତୋର ଶ୍ୱଶୁର ଘର ଲୋକର ମନ ନେଇ ଚଳିବୁ, ପର ପୁରୁଷକୁ ପାଖ ପୁରାଇ ଦେବୁ ନାହିଁ, ଜୀବନରେ ଗୁରୁ ଦାୟିତ୍ୱ ନେବୁ, ଅଭିଶାପ ଦେବୁନି, ତୋ ପରିବାର ରୂପୀ ଆକାଶ ତୋ ସଂସାର ପୋତି ହୋଇଯିବ। ତୁ ଗୋଟେ ଡାହାଣୀ ବୁଢ଼ୀ, ସେ ଡାହାଣୀ ବୁଢ଼ୀ ଯେମିତି ଏକ ଗୋଡ଼କୁ ଚୁଲିରେ ସେକି ଜଳାଇ ଆର ଗୋଡ଼ିକରେ ବଞ୍ଚେ, ସେମିତି ତୋର ଜୀବନ ନିଜେ ଦୁଃଖ ଜଞ୍ଜାଳ ସହି ଅନ୍ୟକୁ ସୁଖ ଦେବୁ। ଯୁବତୀ ଥିବୁ, ବୁଢ଼ୀ ହେବୁନି, ହେଲେ ସ୍ୱାମୀ ପରଦାରାସକ୍ତ ହୋଇପାରନ୍ତି। ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟଙ୍କର ପ୍ରତିମା ନାୟକ କବିତାରେ କବିଙ୍କର BA ଶ୍ରେଣୀର 2 ବର୍ଷ ସହପାଠିନୀ ଥିବା ପ୍ରତିମା ଜୀବନରେ ଅଭିଆଡ଼ୀ ହୋଇ ପିତୃସଂଗଠିତ ପରିବାର ପ୍ରତିପୋଷଣର
ଗୁରୁଭାର ଦାୟିତ୍ୱ ନେଇ ନିଜ ଜୀବନକୁ ବ୍ୟର୍ଥ ବିପନ୍ନ କରିଦେଇଅଛି। ମୁଖ ତାର ବ୍ରଣଦୁଷ୍ଟ, ହାତରେ ତାର ଚମଡ଼ାର ବ୍ୟାଗ, ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ। ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି। ପଚାରିଲି ଭଲ ଅଛ? କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି। ଦୁହେଁ ଆମେ ହୋଇଥିଲୁ ଠିଆ, ଆମ ପଛେ ଶୋଇଥିଲା ଦୀର୍ଘ 2 ବର୍ଷର ଦୁନିଆ। ଦୀର୍ଘ 2 ବର୍ଷର ଜଗତ, ଧୂସର ଧୂମଳ ଧ୍ୱାନ୍ତ, ଭୟଙ୍କର ଏବଂ ଯୁଦ୍ଧରତ। ସଂଗ୍ରାମ ହିଁ ଜୀବନକୁ ସ୍ଥିତି ଦିଏ ବା ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟେନ୍ସ। ସ୍ଥିତିବାଦୀ ଚେତନାର କବିତା। ତ୍ୟାଗ, ପରାର୍ଥପରତାର ଅମଳିନ ନିଦର୍ଶନ ହୁଏ ପ୍ରତିମା ନାୟକ। ବିଶ୍ୱଯୁଦ୍ଧ ସହିତ ଜୀବନ ଯୁଦ୍ଧ ମିଶିଅଛି। ଉତ୍ତୀର୍ଣ୍ଣ ଯୌବନା ଥାଇ ବି ପ୍ରତିମା ଆଶାବାଦିନୀ ହୋଇକି ଜୀବନରେ ବିବାହର ଆଶା ରଖିଛି। ଘର ଜଞ୍ଜାଳ ସାରି ସେ ଦାମ୍ପତ୍ୟ ଜଞ୍ଜାଳ ସମ୍ଭାଳିବାରେ ସମ୍ଭାବନା ପ୍ରିୟବାଦିନୀ। ଅନୁବାଦ କବିତା ଏକାକିନୀ କୃଷକ କାମିନୀରେ ନାରାୟଣ ମୋହନ ଦେ ଲେଖିଛନ୍ତି, ଦୂରେ କେଦାରେ ଦେଖ ପାନ୍ଥ କାମିନୀ, ବିଜନଗିରି ଉପତ୍ୟକା ବାସିନୀ। ଏ ପାନ୍ଥ ଦଣ୍ଡେ ଏଥି କରିଣ ସ୍ଥିତି, ଶୁଣ ସେ ଏକାକିନୀ ବିଷାଦ ଗୀତି। ସ୍ୱହସ୍ତେ ଶସ୍ୟଗୁଚ୍ଛ ବାନ୍ଧିଣ ରଙ୍ଗେ, ପ୍ଲାବଇ ବନଭୂମି ସ୍ୱର ତରଙ୍ଗେ। ସୁରମ୍ୟ ଉପତ୍ୟକା ସୁମନହାରି, ତହିଁ ଖେଳଇ ବାଳା ଗୀତ ଲହରୀ। ଇଂରାଜୀରେ ଅଛି, ବିହୋଲ୍ଡ ହର ସିଙ୍ଗିଲ୍ ଇନ୍ ଦ ଫିଲ୍ଡ, ୟୁ ସୋଲିଟେରୀ ହାଇଲ୍ୟାଣ୍ଡ ଲ୍ୟାସ୍, reaping and singing by herself, stop here or gently pass. Alone she cuts and binds the grain, and sings a melancholy strain. It is very profound and overflowing with the sound. ଆହୁରି କେତେ ଝିଅ ସମ୍ପର୍କିତ କବିତା ଓଡ଼ିଆ ଭାଷାରେ ଅଛି, ହେଲେ ସବୁଗୁଡ଼ିକ ମୋର ସ୍ମରଣରେ ନାହିଁ, ତେଣୁ ଦୃଷ୍ଟାନ୍ତର ଦେଇପାରୁନାହିଁ।